बंधुମାନେ ସମସ୍ତ ସ୍ୱାଗତ। ଆମ ସାଥିରେ ଅଛନ୍ତି ଚିନ୍ମୟ ସାହୁ, ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି। ଆମ ଗହଣରେ ଅଛନ୍ତି ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାନେତ୍ରୀ ଇପ୍ସିତା। ଆମେ ଆଜି ଆଲୋଚନା କରିବା ଓଡ଼ିଶାବାସୀଙ୍କୁ ଜଣାଇବାକୁ ଏବଂ ସରକାରଙ୍କୁ ଚେତାବନୀ ଦେବାକୁ ଯେ ଯେଉଁ ୟୁନିଭର୍ସିଟି ଆମେଣ୍ଡମେଣ୍ଟ ବିଲ୍ ସେ ଆଣିଲେ, ୟୁନିଭର୍ସିଟି ଆମେଣ୍ଡମେଣ୍ଟ ବିଲ୍ ଯେତେବେଳେ 2024ରେ ଆଣିଲେ ଏବଂ ତାକୁ ପୁଣି ଆଉ ଥରେ ସଂଶୋଧନ କଲେ, ମୁଁ ତାର ପୃଷ୍ଠଭୂମି, ବର୍ତ୍ତମାନ ସ୍ଥିତି, ଆଗାମୀ ଦିନରେ ଯାହା ଓଡ଼ିଶାର ଛାତ୍ର ସମାଜ ଅଭିଭାବକ ସମାଜ ଭୋଗିବାକୁ ଯାଉଛନ୍ତି ସେ ସମ୍ପର୍କରେ ଉପସ୍ଥାପିତ କରିବି। ପ୍ରଥମ କଥା ହେଉଛି 1999 ମସିହା 1989ରେ ୟୁନିଭର୍ସିଟି ଆକ୍ଟ ତିଆରି ହେଲା। ୟୁନିଭର୍ସିଟି ଆକ୍ଟରେ ସେତେବେଳେ ବହୁତ ପ୍ରାବଧାନ ଥିଲା। ତାର 30 ବର୍ଷ ପରେ ଯେତେବେଳେ ଦେଖାଗଲା ଯେ କିଛି ଅସଙ୍ଗତି ଅଛି ବା ଆଉ କିଛି ବ୍ୟବସ୍ଥାରେ ଯେହେତୁ ବ୍ୟାପକ ପରିବର୍ତ୍ତନ ହେଇଛି ଶିକ୍ଷା ଜଗତରେ, କିଛି ଆମେଣ୍ଡମେଣ୍ଟ କରାହେଲା ଆମ ସରକାର ଯେତେବେଳେ ଥିଲା। ଏଇଟା ହେଉଛି 2020 ୟୁନିଭର୍ସିଟି ଆମେଣ୍ଡମେଣ୍ଟ ବିଲ୍, ୟୁନିଭର୍ସିଟି ଆକ୍ଟ ଆମେଣ୍ଡମେଣ୍ଟ ବିଲ୍। ସେଥିରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନିଆଗଲା ଏବଂ 2024ରେ ଯେତେବେଳେ ସରକାର ଆସିଲା ଭାରତୀୟ ଜନତା ପାର୍ଟିର, ସେମାନେ ପୁଣି ଆଉଥରେ ସେଇ 2020 ଆମେଣ୍ଡମେଣ୍ଟ ବିଲ୍କି ପୁଣି ପରିବର୍ତ୍ତନ କରିବାକୁ ବିଲ୍ ଆଣିଲେ ଏବଂ 2025 ଏପ୍ରିଲ ମାସରେ ତା ପାସ୍ ହେଲା। ଏବଂ ଆମେ ରାତି ସାରା ଯୁକ୍ତି ରଖିଛୁ, ତଥ୍ୟ ରଖିଛୁ, ସେ ବିଲ୍ରେ ଅସଙ୍ଗତି ଅଛି, ତ୍ରୁଟି ଅଛି, ତାକୁ ଦର୍ଶେଇଛୁ। ରାତି ସାରା ଅନିଦ୍ରା ହେଇକି ଆଲୋଚନା କରି ସକାଳ 7ଟା ହେଇଗଲା, କିନ୍ତୁ ସରକାରଙ୍କର ଯେହେତୁ ମେଜରିଟି ଥିଲା ସେମାନେ ତାକୁ ପାସ୍ କରେଇଲେ। ଏବଂ ଏଇଠି ମୁଁ ଆପଣମାନଙ୍କୁ କହି ରଖେ, ବିଲ୍ ପାସ୍ କଲେ ସେଥିରେ ପୁଣି ତ୍ରୁଟି ରଖିଲେ। ଆମେ ଯେଉଁ ତ୍ରୁଟି ଦର୍ଶେଇଥିଲୁ ସେ ପୁଣି ତାର 2-3 ମାସ ପରେ ଆଉଥରେ 2025 ଆମେଣ୍ଡମେଣ୍ଟ ବିଲ୍ ଆଣିଲେ। ସେମାନେ ଆଣିଥିଲେ 2024ରେ, 2020କୁ କାଟିବା ପାଇଁ। ପୁଣି 2025ରେ ଏଗେନ୍ ତାଙ୍କ ଆଣିଥିବା ବିଲ୍କୁ ବା ଆମେଣ୍ଡମେଣ୍ଟକୁ ସେମାନେ ପୁଣି ଆଉଥରେ ସଂଶୋଧନ କଲେ। ଇଏ ହେଉଛି ଭାରତୀୟ ଜନତା ପାର୍ଟି ସରକାର। ଆଗେ ଚଲ ପିଛେ ମୁଟ ତେଇ ଚଲ। ଆଗକୁ ଯିବା ଜାଗାରେ ପଛକୁ ଯାଉଥିବା ଗୋଟେ ସରକାର ହେଲା ଭାରତୀୟ ଜନତା ପାର୍ଟି ସରକାର। ମୁଁ ଏଠି ଆପଣମାନଙ୍କ ଦୃଷ୍ଟିକୁ ଆଣିବି, ଯେତେବେଳେ 2020ରେ ବିଲ୍ ଅଣାଯାଇଥିଲା ସେତେବେଳେ କିଛି ପ୍ରମୁଖ ଆମର ଶିକ୍ଷାବିତ ଯେଉଁମାନେ କେଉଁ ଉଦ୍ଦେଶ୍ୟରେ ଆକୁ ବିରୋଧ କଲେ, ହାଇକୋର୍ଟକୁ ଗଲେ, ହାଇକୋର୍ଟରେ ହାରିଲେ। ସରକାର ଯେଉଁ 2020 ବିଜୁ ଜନତା ଦଳ ସରକାର ବିଲ୍ ଆଣିଥିଲେ, ଆମେଣ୍ଡମେଣ୍ଟ ଆଣିଥିଲେ, ତାକୁ କାଏମ ରଖିଲେ। କିନ୍ତୁ ଦୁଃଖର କଥା, ଦୁର୍ଭାଗ୍ୟର କଥା, ୟୁଜିସିର କୌଣସି ରୋଲ୍ ନାହିଁ। ୟୁଜିସି କେବଳ ଟିଚର୍ସ କେମିତି ରିକ୍ରୁଟମେଣ୍ଟ ତାର ଗାଇଡ଼ଲାଇନ୍ ଫ୍ରେମ୍ କରିବ, କରିକୁଲମ୍ କ'ଣ ହେବ ତାକୁ ଫ୍ରେମ୍ କରିବ, ୟୁଜିସିର କିଛି ରୋଲ୍ ନାହିଁ। ୟୁଜିସି ଇଣ୍ଟରଭେନର ହେଲା, ହେବା ସତ୍ତ୍ୱେ ମଧ୍ୟ ହାଇକୋର୍ଟରେ ହାରିଲେ। ତାପରେ ପରବର୍ତ୍ତୀ ସମୟରେ ସେମାନେ ସୁପ୍ରିମକୋର୍ଟ ଗଲେ। ଯେତେବେଳେ ସୁପ୍ରିମକୋର୍ଟରେ କେସ୍ ପେଣ୍ଡିଂ ଥିଲା, ସେହି ସମୟରେ ଓଡ଼ିଶା ସରକାର 2024 ଆମେଣ୍ଡମେଣ୍ଟ ବିଲ୍ ଆଣିଲେ। ଆପଣ ଏ କଥାଟି ଭଲରେ ବୁଝନ୍ତୁ। ଯେତେବେଳେ ସୁପ୍ରିମକୋର୍ଟରେ କେସ୍ ପେଣ୍ଡିଂ ଅଛି ସେତେବେଳେ ବିଲ୍ ଆଣିଲେ, ଆମେ ବିରୋଧ କଲୁ। ସୁପ୍ରିମକୋର୍ଟରେ କେସ୍ ତାହେଲେ ତୁମେ ବିଲ୍ କେମିତି ଆଣିଲ? ଓକେ, ତୁମେ ଆମେଣ୍ଡମେଣ୍ଟ କଲ। ଆମେଣ୍ଡମେଣ୍ଟ ଯେଉଁ ମାତ୍ରେ ହେଲା, ଯେଉଁ ୟୁଜିସି ଯାଇଥିଲା ଯେ ଏଠି ଆକ୍ଟ ଠିକ୍ ନାହିଁ ବା ଆମେଣ୍ଡମେଣ୍ଟ ଠିକ୍ ନାହିଁ, ସେଇ ୟୁଜିସି କ'ଣ କଲା, ସୁପ୍ରିମକୋର୍ଟରେ କେସ୍ଟାକୁ ୱିଥ୍ଡ୍ର କରିଦେଲା। ଯାହାଫଳରେ କି ଆଙ୍କର ବାଟ ଫିଟିଲା। ଏମାନେ ତ ଅଟକେଇକି ରଖିଥିଲେ ବିଭିନ୍ନ କଥାକୁ, ଯେହେତୁ କେନ୍ଦ୍ରରେ ସରକାର ଅଛନ୍ତି, ୟୁଜିସି ତାଙ୍କ ଅଣ୍ଡରରେ ଅଛି, ଅଟକେଇକି ରଖିଲେ। କିନ୍ତୁ ଏମିତି କ'ଣ ପୁଣି ଗୋଟେ ମିରାକିଲ୍ କଲେ ଯେ ଯାହାଫଳରେ ୟୁଜିସି ୱିଥ୍ଡ୍ର କଲା, ସୁପ୍ରିମକୋର୍ଟରେ କେସ୍ ସରିଲା। ଏଠି ମୋର ଆପଣଙ୍କୁ କେତୋଟି ପ୍ରଶ୍ନ ପଚାରିବାର ଅଛି ଯେ ଏମାନେ 2024ରେ ଆଣିଥିବା ବିଲ୍କୁ କାହିଁକି ଆଉଥରେ 2025ରେ ପୁଣି ସଂଶୋଧନ କଲେ? ଏବଂ ସେଠି ବଡ଼ କଥା ଥିଲା ଭାଇସ୍ ଚାନ୍ସେଲର ଆପଏଣ୍ଟମେଣ୍ଟ। ଭାଇସ୍ ଚାନ୍ସେଲର ଆପଏଣ୍ଟମେଣ୍ଟରେ
ଯେତେବେଳେ ଆମ ସରକାର ଥିଲା ସେତେବେଳେ ଆମେ ନିଷ୍ପତ୍ତି କରିଥିଲୁ ଯେଉଁ ସର୍ଚ୍ଚ କମିଟି ହେବ ସେଇ ସର୍ଚ୍ଚ କମିଟିରେ ଚାନ୍ସେଲର ବା ଗଭର୍ଣ୍ଣର ଜଣକୁ ନୋମିନେଟ୍ କରିବେ ନୋମିନି ହିସାବରେ, ଯିଏକି ଚିଫ୍ ସେକ୍ରେଟାରୀ ର୍ୟାଙ୍କର ହେଇଥିବ। ସେଇଟା ନିଜେ ଚାନ୍ସେଲର ବା ଗଭର୍ଣ୍ଣର ବାଛିବେ। ସେ ତାଙ୍କ ଇଚ୍ଛା ସେ ଯାହାକୁ ବାଛିପାରିବେ, ଓଡ଼ିଶାର ଚିଫ୍ ସେକ୍ରେଟାରୀ ର୍ୟାଙ୍କ ବା ଦିଲ୍ଲୀ ସରକାରଙ୍କର ପ୍ରିନ୍ସିପାଲ ସେକ୍ରେଟାରୀ ର୍ୟାଙ୍କ, ସେ ଯାହାକୁ ବାଛିପାରିବେ, ତାଙ୍କର ସ୍ୱାଧୀନତା ଥିଲା। ଏବଂ ଗଭର୍ଣ୍ଣମେଣ୍ଟ ଜଣେ ନୋମିନି ଦେବ, UGC ଜଣକୁ ନୋମିନି ଦେବ, ଇଏ ଥିଲା ବ୍ୟବସ୍ଥା। ଏମାନେ କ'ଣ କଲେ ଯେଉଁ ବିଲ୍ରେ, ଯେ ଚାନ୍ସେଲର ବା ଗଭର୍ଣ୍ଣର ଯାହାକୁ ସିଏ ବାଛିବେ ସେଠି ସେ ଲେଖିଦେଲେ ପର୍ସନ୍ ଅଫ୍ ଏମିନେନ୍ସ, କିନ୍ତୁ ଆଉ କିଛି କ୍ଲାରିଫାଇ କଲେନି। ପର୍ସନ୍ ଅଫ୍ ଏମିନେନ୍ସ ମାନେ ଶିକ୍ଷା ଜଗତରେ ଯଦି କ ବଚ ଜାଣିଥିବେ ଆଉ ଗେରୁଆର ଅନୁଗତ ହେଇଥିବେ ତାହେଲେ ସିଏ ମଧ୍ୟ ହେଇପାରିବେ। ପୁଣି ସିଏ କେମିତି ହେବେ ନା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ତିନୋଟି ନାଁ ଦେବ, ତିନୋଟି ନାଁ ଦେବ ପର୍ସନ୍ ଅଫ୍ ଏମିନେନ୍ସ। ତାଙ୍କ ଯେଉଁ ନାଁ ଦେବ ସେଇ ଭିତରୁ ଗଭର୍ଣ୍ଣର ବା ଚାନ୍ସେଲର ଜଣକୁ ବାଛିବାକୁ ବାଧ୍ୟ, ଯିଏକି ସର୍ଚ୍ଚ କମିଟିର ଚେୟାରମ୍ୟାନ୍ ହେବ। ଅର୍ଥାତ୍ ଗଭର୍ଣ୍ଣମେଣ୍ଟର ଡାଇରେକ୍ଟ କଣ୍ଟ୍ରୋଲ ରହିଲା। ଅର୍ଥାତ୍ ସରକାରୀ ନିୟନ୍ତ୍ରିତ ଭାଇସ୍ ଚାନ୍ସେଲର ଆପଏଣ୍ଟମେଣ୍ଟ ହେବ। ଏଇଠି ହେଲା ତାଙ୍କର ଆମେଣ୍ଡମେଣ୍ଟ, ଯେଉଁ ଯୁକ୍ତିଟାକୁ ଆମେ ଦେଖେଇଛୁ। ଯେଉଁ ଯୁକ୍ତି କରିକି ତୁମେ ଯାଇଥିଲ ହାଇକୋର୍ଟ, ଯେଉଁ ଯୁକ୍ତି କରିକି ତଥାକଥିତ ଶିକ୍ଷାବିତ୍ମାନେ ଯାଇଥିଲେ ହାଇକୋର୍ଟ ଯେ ଅଟୋନୋମି ଉପରେ ଆଞ୍ଚ ଆସୁଛି, ସେ ଅଟୋନୋମି ବ୍ୟାହତ ହେଲା ନା ଅଟୋନୋମି ରହିଲା? ଯେଉଁ ସ୍ୱାୟତ୍ତତା ରହିଲା ନା ସ୍ୱାୟତ୍ତତା ମାନେ ତା'ର ଅପବ୍ୟବହାର ହେଲା ନା ସ୍ୱାୟତ୍ତତା କ୍ଷୁର୍ଣ୍ଣ ହେଲା? ଏ ପ୍ରଶ୍ନ ଆଜି ଆପଣମାନଙ୍କ ଆଗେ ରଖିବି। ଯାହାଫଳରେ କ'ଣ ହେଲା, ସେଇ ସର୍ଚ୍ଚ କମିଟି ଆଜି 13ଟି ୟୁନିଭର୍ସିଟିରେ ଭାଇସ୍ ଚାନ୍ସେଲର ନାହାନ୍ତି। ସରକାରକୁ 18 ମାସ ପୁରିଗଲା। ସେମାନେ ସର୍ଚ୍ଚ କମିଟିରେ କାହାକୁ ରଖିଲେ ପରବର୍ତ୍ତୀ ସମୟରେ ଆମର ବନ୍ଧୁମାନେ ତାକୁ ଆପଣମାନଙ୍କୁ କହିବେ। କିନ୍ତୁ ଏଠି ଆମେ ମନା କରିଥିଲୁ ସିଣ୍ଡିକେଟ୍ରୁ କାହାକୁ ଆଣିବ ନାହିଁ ସର୍ଚ୍ଚ କମିଟି। ସିଣ୍ଡିକେଟ୍ରୁ ଆଣିଲେ କ'ଣ ପ୍ରୋବ୍ଲେମ୍ ହେବ, ଯେ ଧରନ୍ତୁ ଉତ୍କଳ ୟୁନିଭର୍ସିଟି ସିଣ୍ଡିକେଟ୍, ସେଇ ୟୁନିଭର୍ସିଟି ଜଣେ ପ୍ରଫେସର ହେଉ କି ସେଇ ୟୁନିଭର୍ସିଟିର କାହାକୁ ସେମାନେ ନିଯୁକ୍ତି ଦେଇଥିବେ, ସିଣ୍ଡିକେଟ୍ରେ ରଖିଥିବେ। ଆମେ ଚାହୁଁଥିଲୁ ଯେଉଁ ୟୁନିଭର୍ସିଟିର ଯିଏ ରହିବ ସିଣ୍ଡିକେଟ୍ରୁ କେହି ନ ଆସିଲେ ଭଲ, କାହିଁକିନା ତାଙ୍କର ଟିକେ ପ୍ରୀତି ରହିଯାଇପାରେ, ଯାହାଫଳରେ କି ସ୍ୱଚ୍ଛତା ନ ରହିପାରେ। ଏମାନେ ସିଣ୍ଡିକେଟ୍ରୁ ଜଣେ ନୋମିନି ଆଣିଲେ, UGC ତାଙ୍କ ହାତରେ ଅଛି, ଗେରୁଆ ବାହିନୀ କାହାକୁ ଗୋଟେ ଦେବେ ଏବଂ ସରକାର ଯାହାକୁ ପଠାଇଥିବେ ତିନିଟା ନାଁ ତା ଭିତରୁ ଗଭର୍ଣ୍ଣର ବାଛିବାକୁ ବାଧ୍ୟ ହେବେ। ତେଣୁ ଗୋଟେ ନିରପେକ୍ଷ ସର୍ଚ୍ଚ କମିଟି ହୋଇପାରିଲା ନାହିଁ, ଯାହାଫଳରେ କି ଆଜି ଭାଇସ୍ ଚାନ୍ସେଲର ଆପଏଣ୍ଟମେଣ୍ଟ ହୋଇପାରୁନି। ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ଭୁଷୁଡ଼ି ପଡ଼ିଛି। ଏବଂ ଏଠି ମଧ୍ୟ ମୁଁ ଆପଣଙ୍କୁ କହି ରଖେ, ଖାଲି ସେତିକି ନୁହେଁ। ଏବଂ ସେ କ'ଣ ଲେଖିଲେ, ଯେତେବେଳେ ଚାନ୍ସେଲରଙ୍କୁ ବା ଗଭର୍ଣ୍ଣରଙ୍କୁ ରେକମେଣ୍ଡ କରିବେ, 1 member shall be nominated by the chancellor out of 3 names recommended by the government and he shall act as the chairman of a committee। এইটা ହେଲା ଆମର ଆକ୍ଟରେ ସେ ପ୍ରାବଧାନ ରଖିଲେ। ତେଣୁ ଏମାନେ ସ୍ୱଚ୍ଛତାର କଥା କହିବେ, ନିରପେକ୍ଷତାର କଥା କହିବେ, ସ୍ୱାୟତ୍ତତାର କଥା କହିବେ, ଅଟୋନୋମସର କଥା କହିବେ। ବୁଦ୍ଧିଜୀବୀମାନଙ୍କୁ, ଶିକ୍ଷାବିତ୍ମାନଙ୍କୁ, ଓଡ଼ିଶାର ଶିକ୍ଷା ଜଗତର ଶିକ୍ଷାର୍ଥୀମାନଙ୍କୁ, ତାଙ୍କ ବାପା ମାମାଙ୍କୁ ଜଣାଇବାକୁ ଆଜି ଏ ପ୍ରେସ୍ କନଫରେନ୍ସ ଆମର ଆହୁତ କରାଯାଇଅଛି। ଏବଂ ଗୋଟେ କଥା ହେଉଛି, ଯେଉଁ ସର୍ଚ୍ଚ କମିଟି ସିଏ ସ୍କ୍ରୁଟିନ୍ କରିବେ, 3ଟି ନାଁ ବାଛିକି ପଠାଇବେ। ଏବେ କ୍ଲବିଂ କରିଦେଲେ। ଧରନ୍ତୁ ଉତ୍କଳ ୟୁନିଭର୍ସିଟିର ଟର୍ମ ପୁରିଲା, ଉତ୍କଳ ୟୁନିଭର୍ସିଟି ବାଛିବେ, ସର୍ଚ୍ଚ କମିଟି କରିକି ପଠାଇବେ, ଆପଏଣ୍ଟମେଣ୍ଟ ହେଇଯିବ। ଇଏ କ'ଣ କରିଛନ୍ତି, ବର୍ତ୍ତମାନ କ୍ଲବ୍ କରିଦେଇଛନ୍ତି। 13ଟା ୟୁନିଭର୍ସିଟି ଏକାଠି କରିଦେଇଛନ୍ତି। ବର୍ତ୍ତମାନ ସବୁ ବାଡ଼ିଆ ପିଟା, କିଛି ହେଇପାରୁନାହିଁ। ଏ ହେଲା ଗୋଟେ କଥା। ଏବଂ ଆଉ ଆପଣମାନଙ୍କୁ ଗୋଟେ କଥା କହି ରଖେ, OPSC ଆମର ସେତେବେଳେ ସରକାର କ'ଣ କଲେ, ଟିଚର୍ସ ରିକ୍ରୁଟମେଣ୍ଟରେ ଆପଣ ନିରପେକ୍ଷତା ରଖିବାକୁ, ସ୍ୱଚ୍ଛତା ରଖିବାକୁ ଏବଂ ଭାଇସ୍ ଚାନ୍ସେଲରମାନଙ୍କ ପାଖରୁ ପାୱାର ହଟେଇ ଦେବା ପାଇଁ ଆମେ ବ୍ୟବସ୍ଥା କରିଥିଲୁ OPSC କେମିତି କରିଥିଲୁ ନା, ତତ୍କାଳୀନ ଗଭର୍ଣ୍ଣର ଯିଏ ଥିଲେ ପ୍ରଫେସର ଗଣେଶୀ ଲାଲ, ସିଏ ରେକମେଣ୍ଡ କରିଥିଲେ ଯେ ୟୁନିଭର୍ସିଟି ମାନଙ୍କରେ ରିକ୍ରୁଟମେଣ୍ଟ ପୁରା ଏକଦମ ଭୁଲ ହେଉଛି, ପ୍ରିୟା ପ୍ରୀତି ତୋଷଣ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯୋଗୁଁ ଭୁଲ ହେଉଛି, ତୁମେ
गोटे ओपीएससी हो बा कौन सी गोटे इंडिपेंडेंट एजेंसी हो ता द्वारा रिक्रुटमेंट कर जहाँ फल कि ओडिशा सरकार टीचर्स रिक्रुटमेंट को देते ओपीएससी को एवं ओपीएससी जो रिक्रुटमेंट करता सब आडभटाइजमेंट करते 215 जन रिक्रुट होते सारा ओडिशा जिते सब एलिजिबल कैंडिडेट बाहावा देइछन्ती जे प्रकृत में आम न्याय पाउछु एवं टैलेंटेड असिस्टेंट प्रोफेसर एसोसिएट प्रोफेसर प्रोफेसर माने रिक्रुट हेले एमाने कोर्ट को गले सुप्रीम कोर्ट स्टे आनले यूजीसी कर्तृत्व बाहर दिस इज स्टेट एक्ट अंडर यूनिवर्सिटी ताकू से मानलेनी जहाँफल ए कौन है ये बर्तमान टीचर्स रिक्रुटमेंट हो पारुनी केते पोस्ट खाली अच्छी कौन अच्छी ताकू अन्य बंधु मैंने ये आपण कहे तेणुक सबु सत्ते आमर डिमांड होची तमे तुरंत वाइस चांसलर नियुक्ति कर तुरंत शिक्षक पदवी पूरण कर नहले 2 वर्ष पिलांकर नष्ट हो गला ध्वंस हो गला आगामी दिन शिक्षा व्यवस्था उच्च शिक्षा व्यवस्था भुसुड़ी पड़ो से आम डिमांड रखुची एवं यू करने पछरे कारण कौन जानते ये जो एते प्रकार सब नाटक करुँच तार कारण कौन जानते केवल गैरिकीकरण होची तांकर एकमात्र कारण से कौन करेंगे ना सर्च कमिटी जे रहिबे सी जदि गेरुआ मंत्र नहीं थिबो ताले से योग्य हम आपण मैंने देखिए जदि सर्च कमिटी सी आज पब्लिश करदे समस्त सामने यही मैंने सर्च कमिटी अच्छा आपड़ मारिदेवे स्विच मारे देखिए को आफिलिएसन आप जानीपर ताकू से प्रकाश करूना सर्च कमिटी गैरिकीकरण हम वाइस चांसलर गेरुआ मंत्र पढ़ुले हम जी लेक्चर अपॉइंटमेंट सी गेरुआ मंत्र पढ़ुले सी हम कहीं सर्च कमिटी गेरुआ हम वाइस चांसलर गेरुआ हे एवं जी टीचर हम सी गेरुआ हे पूरा लॉन्ग टर्म योजना माने दीर्घमियादी सूत्र रे गोटे काम करने को ए सरकार आगभर हेले तार परिणामटा कौन हम जदि कारण या तार परिणामटा कौन हम परिणामटा हम जे गवर्नमेंट यूनिवर्सिटी माने तांकर सत्ता हरेबे प्राइवेट यूनिवर्सिटी माने बढ़िव सरकारी संस्था डूबिव घरोईकरण बा प्राइवेट संस्था उठिव एवं शिक्षा व्ययबहुल हम सरकारी यूनिवर्सिटी जिते कम पैसा शिक्षा मिलूँ ये व्यवस्था जोगुरु जिते ये छात्र कमिबे से प्राइवेट संस्थार आपणकर व्ययबहुल हम तापर आउ गोटे कथा जो प्राइवेट यूनिवर्सिटी मानक आपणकर सोशल साइंस विशेष ना जोड़ा ह्यूमानिटीज गोटे फास्ट कोर्स गोटे जाति बंचीब गोटे जाति उन्मेष हम जदि सोशल साइंस एवं ह्यूमानिटीज मान थी से सब कोर्स गुड़ा कि पढ़ेबे आपड़ संस्कृत हो निज मातृभाषा ओडिया हो कि अन्य जिते सब साइकोलोजी हो सोशियोलोजी हो कि आपन जहाँ जहाँ हो सी सब्जेक्ट आपण मैंने पाइबे आपड़ केवल जो थे माने टेक्निकल सब्जेक्ट प्रोफेशनल सब्जेक्ट से चलो प्राइवेट यूनिवर्सिटी जी तार परिणाम होची एवं आउ कौन परिणाम कोठा गेरुआ हम वाइस चांसलर गेरुआ हे टीचर स्टाफ टीचिंग स्टाफ गेरुआ हे आम एम्प्लॉइज मान एसएसबी थ्रू रे रिक्रुटमेंट करा कहूँ सी उठेदेले भिसिंग देवे सी गेरुआ हे गेरुआ को रिक्रुटमेंट कर गेरुआ हे एवं दरकार पड़े रक्त भी गेरुआ हो भविष्य पीढ़ी रक्त लाल रही सी गेरुआ हो संभावना अच्छी तेणु हे ओडिशावासी विचार आपणकर हे शिक्षार्थी बंधु मैंने विचार आपणकर हे अभिभावक मैंने विचार आपणकर एवं सरकार को आम चेतावनी दौचु शिक्षा व्यवस्था साथी खेल न खेलतु बर्तमान चिन्मय बाबू कथा रखिए बहुत बहुत धन्यवाद।